କଥା ହେଉଛି ପ୍ରଥମତଃ ବିଜେଡି ର ଯେଉଁ ନିରଙ୍କୁଶ 25 ବର୍ଷର ଶାସନ କାଳ ଭିତରେ ଅରାଜକତା ବୃଦ୍ଧି ପାଇଛି ଏବଂ କ୍ରମାଗତ ଦୁର୍ନୀତି ଯେଉଁ ପଞ୍ଚମ ବାରିରେ ଦୁର୍ନୀତିର ଶୀର୍ଷରେ ପହଞ୍ଚିଛି। ସେ ଦୃଷ୍ଟିରୁ ଲୋକେ ଅତିଷ୍ଠ ହେଲେଣି। ତା ଛଡ଼ା ବେକାରୀ ସମସ୍ୟା, ଭୋଗରାଇରେ ବେକାରୀ ସମସ୍ୟା ଦୂର କରିବାର ବଳିଷ୍ଠ ଭିତ୍ତିଭୂମି ରହିଛି, ଯାହାକି ନିଯୁକ୍ତିର ସୁଯୋଗ ତିଆରି କରାଯାଇ ପାରିଥାନ୍ତା। କୋଷ୍ଟାଲ ବେଲ୍ଟ ସେ ଏରିଆରେ ଲୋକମାନେ ଅତିଷ୍ଠ ହେଲେଣି। ଯେଉଁ ପର୍ଯ୍ୟଟନର ବିକାଶର କଥା ନାଁରେ ସେଠି ଦେହଜୀବୀ ବ୍ୟବସାୟର ବିକାଶ ହେଇଛି, ଯାହାକି ଭୋଗରାଇବାସୀଙ୍କ ପାଇଁ ଲଜ୍ଜା। ତାଳସାରୀ ଉଦୟପୁର ହୁଏତ ଭୋଗରାଇବାସୀଙ୍କୁ ଲାଗୁଛି ଯେ ଓଡ଼ିଶାର ବୃହତ୍ତମ ରେଡ୍ ଲାଇଟ୍ ଏରିଆ ହେଇଯାଇଛି, ଯାହାକି ଅପମାନ, ଲଜ୍ଜା। ଏଟା ଭୋଗରାଇବାସୀଙ୍କ ପାଇଁ ଲଜ୍ଜା। ଏ ଲଜ୍ଜାର କାରଣ କିଏ? ଏ ସରକାର। ଏବଂ ଯେଉଁ ବେଳାଭୂମି, ଆମର ଉଦୟପୁର ବେଳାଭୂମି, ତାଳସାରୀ ବେଳାଭୂମିରେ ନିଶାଦ୍ରବ୍ୟ କାରବାର, ମଦ, ଗଞ୍ଜେଇ, ଅଫିମ, ବ୍ରାଉନ୍ ସୁଗର, ଇଏ ସବୁ ବିପୁଳ ମାତ୍ରାରେ ଇ ବ୍ୟବସାୟ ଚାଲିଛି, ଖୋଲମ ଖୋଲା ଚାଲିଛି, ଯାହାର କାରପୋରଦାର ପୋଲିସ। ଏବଂ ତାର ଫଳସ୍ୱରୂପ ଯେଉଁ ଅସାମାଜିକ କାର୍ଯ୍ୟକ୍ରମକୁ ଏ ସରକାର ବଢ଼ାवा ଦେଇଛି ଏବଂ ତାକୁ ସହଯୋଗ କରିଛି, ଭିତରିଆ ସହଯୋଗ କରିଛି, ତାର କାରପୋରଦାର ସରକାର, ଏ ସରକାରୀ ପ୍ରଶାସନ। ତେଣୁ ଫଳ ଭୋଗିବା ପାଇଁ ପଡ଼ିଲା। ଏଇ ନିକଟ ଅତୀତରେ ମହିଳା ଆଇଆଇସି କୁ ଯେଉଁ ମରଣାନ୍ତକ ଆକ୍ରମଣ ଏବଂ ତାଙ୍କର ଯେଉଁ ଅଟକ ରଖିବା, ଗୋଟେ ଘର ଭିତରେ ଗୋଟେ ମହିଳା ଆଇଆଇସି କୁ ଘରେ ଭରିକି ଅଟକ ରଖିବା ଏବଂ ତାଙ୍କୁ ଦୁର୍ବ୍ୟବହାର କରିବା, ତାଙ୍କ ଡ୍ରେସ୍ ଛିଡ଼େଇ ଦେବା, ଏଇଟା ହୁଏତ ଓଡ଼ିଶାରେ ପ୍ରଥମ। ତେଣୁ ଭୋଗରାଇରେ ଅସାମାଜିକ କାର୍ଯ୍ୟକୁ ଏ ସରକାର ବୃଦ୍ଧି କରିଛି ଏବଂ ଅରାଜକତା, ମୋଟ ଉପରେ ଅରାଜକତା ସୃଷ୍ଟି ହେଇଛି।